अरे ये छुआ मैंने तुमको मना कर बॉल खेलनी बोली मो कथा को टिके भी कान दौना। अरे मो चारा गछ गुड़ा भांगी रे पिंटू एठी खेल कौच गछ लगी बाड़ी रे खेल कौच गछ लगी ताले आमे खेलिबो कोठी जे। अरे जाऊ ना से स्कूल पड़िया रे खेलिबो सेठी कोन तुमको किए मना करूची। बुझिलु आई तू जम्मा पार्टी करना आम बॉल जम्मा बाजिबनी गछ भांगी गले कोन हला गछरे कोन जीवन अछि आउटे लगेइबू बॉल दे गला 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 तो मना करूची मो कथा टिके भी सुनिलुनी। देख कौन हैला देखिलु गछटा भांगी गला ना बिचारा को केड़े कष्ट हेइथबो। कथा सबू शुणिबे लो मु बॉल काढ़ी तो गछ भांगीबेनी। हाँ मो सुनियाटा तोरी भलिया जदि सब पिला माने ए कथा को बुझी जानते ना आहा दुनियाटा हसी उठिबो। आ बाबा आ मो कर तो पिला माने तमाने देखुछ तमरो सांग माने केते सुंदर भाबरे गोटे नृत्य माध्यम रे गछर उपकारिता विषय रे कहले ना नहीं जदि पार्टी रे कहि ना कि नृत्य माध्यम रे तुमको से सिखैले गछ हम पई केते उपकारी आ बे गछ काहे कि लगैबा गछ काहे कि काटिबानी गछ हमरा बंधु कोन पई हला ताहाले तुमे माने जानिछ ए गछ को नै कि हम विद्यालय रे गोटे क्लब अछि। हां जानिछ कोन करना
ଆଉ ସ୍କୁଲର ଅନ୍ୟାନ୍ୟ ସାର୍ ବା ଦିଦି ମାନେ କମ୍ୟୁନିଟି ମେମ୍ବର ମାନଙ୍କ ସହିତ ମିଶିକି ପିଲାମାନଙ୍କ ଜରିଆରେ ଗଛ ଲଗାଯାଏ। କାହିଁକି ସ୍କୁଲରେ ଗଛ ଲଗାଯାଏ? କାରଣ ଆମେ ପଳେଇବୁ, ତୁମେ ଅଛ, ତୁମେ ଦିନେ ପଳେଇବ, ମୁଁ ଆଜି ଏଠି ଅଛି, ମୁଁ ଦିନେ ପଳେଇଥିବି, କିନ୍ତୁ କିଏ ରହିଯାଇଥିବ? ସେ ଗଛ ରହିଯାଇଥିବ। ଆଉ ସେ ଗଛ ହିଁ ଚିରଦିନ ରହିଯାଇଥିବ। ଆଉ ତାର ଉପକାର ଆମର ଯେ ପରବର୍ତ୍ତୀ ପିଢ଼ି ଆସିବେ ସେମାନେ ନିଶ୍ଚିନ୍ତ ତାର ଉପକାର ପାଇବେ, ହେଲା। ଆଉ ଏଇ ଗଛକୁ ନେଇକି ବା କେମିତି ଆମେ ଗଛକୁ ଲଗେଇବା, ଗଛର କିଭଳି ଯତ୍ନ ନେବା, ଗଛର ଆବଶ୍ୟକତା କ'ଣ, ତାକୁ ନେଇକି ଆମର କ'ଣ ପାଳନ କରାଯାଏ? ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ବନ ମହୋତ୍ସବ ସପ୍ତାହ ବିଷୟରେ ଜାଣିଛ? କାହିଁକି ପାଳନ କରାଯାଏ? ସେଇ ଯୋଉ ସପ୍ତାହଟି ଅଛି, ଯୋଉ ସପ୍ତାହଟିକୁ ଆମେ ସମସ୍ତେ ମିଶିକି ପାଳନ କରିଥାଉ ଗଛ ଲଗେଇବା ପାଇଁ, ଯାହାକି ଆମ ସ୍କୁଲର ଗୋଟିଏ କ୍ଲବ ଅଛି। କି କ୍ଲବ କହିଲି ଟିକେ ପୂର୍ବରୁ? ଇକୋ କ୍ଲବ ଅଣ୍ଡରରେ ଆସୁଛି। ତାହେଲେ ତୁମେ ମାନେ ଗଛ ଲଗେଇବା? ଲଗେଇବା? ମିଶିକି ଲଗେଇବା? ସମସ୍ତେ ଲଗେଇବା? ହେଲା। ଆଉ ତମ ପରିବେଶରେ ଗଛ ଲଗେଇବ ନା ନାହିଁ? ଖାଲି ସ୍କୁଲରେ ନୁହଁ, ତମ ପରିବେଶରେ ବି ଗଛ ଲଗେଇବ। ହଁ, ଲଗେଇବ ତ? ହେଲା। ଆଉ ଗଛ କାଟିବାନି। ଦେଖିଲ ତ ଗଛ ତମ ସାଙ୍ଗମାନେ ଦେଖେଇଲେ କ'ଣ ଯେ ଗଛ ଯଦି ରହୁନି ପରିବେଶରେ, ଆମ ପରିବେଶର କି ଅବସ୍ଥା ହଉଛି ତୁମ ସାଙ୍ଗଟି ଦେଖେଇଲେ ନା ନାହିଁ? ତେଣୁକରି ଆମେ କ'ଣ କରିବା? ଗଛକୁ କାଟିବା ନାହିଁ। ଆଉ ସମସ୍ତେ ଆମେ କ'ଣ ଶପଥ ନେବା? ପ୍ରତ୍ୟେକ ବର୍ଷ ବନ ମହୋତ୍ସବ ପାଳନ କରିବା। ଆଉ ବିଦ୍ୟାଳୟରେ ପ୍ରତ୍ୟେକ ବର୍ଷ କିଛି କିଛି ନୂଆ ନୂଆ ଗଛ ଲଗେଇବା, ହେଲା। ଠିକ ଅଛି। ଆଉ ତମମାନଙ୍କୁ ବହୁତ 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 ଧନ୍ୟବାଦ।